एक हेला साथी रे डिंडांग बाजिला एक हेला दुईटी प्रेम हम आज तो मिस गला हृदय हृदय साथी रे लिए लगिला किछ तो जावी न हेला एक हेला साथी रे लिए लगिला एक हेला एक हेला एक हेला বর্ষারানী লো বর্ষারানী তুম কথা মনে পড়িলা ততে মনে পড়িলা বর্ষারানী লো বর্ষারানী তুম কথা মনে পড়িলা ততে মনে পড়িলা हेला साथी रे निया लगिला एक हेला एक हेला एक हेला जुबराणी मशाली रूप धन्य है गली तुम ए दृश्य देखी टिके भी तुमको लज्जा शरम लगे प्रेम लालसा मेन्टेबा निज जेड़े शशुर सहित छे आ तुम्हें तुमको मो बापा कौन न करथिले ज्येष्ठ पुत्र अधिकार देथिले लालन पालन करी आ तुम्हें से विश्वास रे विश्वास मिसी दिलो तुमको छाड़बे नहीं मैं क्या कुकुर अरे पापी कुलांगा रखपति दुर्मति अरे पापी कुलांगा रखपति दुर्मति तो कृत कर्मर फल पाए बुअटति रक्षा नाही तोरा रे बताए भी तते जमा दूर रे अरे रे बिलुआ तू ही हेलु की रे बाया अरे रे बिलुआ तू ही हेलु की रे बाया मणिपुर राज्य ने भी बाबू अचु जा प्राणे आशा नहीं रे मुझे काटी उड़ाइबे सैन्य रे अरे हम जदा जुगे जुगे मामू भणंजार शत्रुता को पुराण प्रमाण दिए से पुराण को प्रमाणित करने को जाई मामू मते यही मणिपुर राज्यर बेदखल कले सबु धन संपत्ति तते देवा चाहिए ए मणिपुर राज्य सिंहासन ए मणिपुर राज्यर सबु संपत्ति तते देवा चाहिए मु कौन ए मणिपुर राज्य जाई दांडे भिक्षा मागी था भिक्षान दियो कही से मो प्रेमिका अंजलि को तम बर्बादीर मंजी बुड़ीबा आरंभ कली
সেই দিন জাଣିବାର ଥିଲା ସେଇ ଶଲା ବୁଢ଼ା ବାରମ୍ବାର କହୁଥିଲା ସୁନ୍ଦରୀ ଝିଅକୁ ସିନ୍ଦୁର ମନାବଳି ସେଇଦିନ ସେ ଶଳା କାହିଁକି ଭୁଲିଗଲା? ମୁଁ ଜାଣିପାରିଲି ସବୁ ଷଡ଼ୟନ୍ତ୍ର ତୋର ଥିଲା ବେ। ହଁ ନିଶ୍ଚିତ ଭାବେ ଏଇ ଅଞ୍ଜଳି ଗୋଟେ ବେଶ୍ୟା। ମୁଁ ଜଣ ବେଶ୍ୟା। ଦେବସଭାରେ ବେଶ୍ୟାମାନଙ୍କ ନାଁ ରମ୍ଭା, ମେନକା, ଉର୍ବଶୀ। ଇତିହାସର ଚିତ୍ରଲେଖା ଅମ୍ବାବଳି, ଋତୁମ୍ବରା, ଧନ୍ଦାବାଳି ଅଞ୍ଜଳି। ମୋ ଆଖିରେ ବିଜୁଳି, ମୋ ଓଠରେ ମହୁରୀ। ମୁଁ ଥର ଦେଖି ହସି ଦିଏ, ତାର ଡାଗ୍ରାମ ଯାଏ ବଜଲି। କାହିଁକି ନା ମୁଁ ଧନ୍ଦାବାଳି ଅଞ୍ଜଳି। ରହିଯାଅ, ଯିଏ ଯୋଉଛ ସେ ସେମିତି ରହିଯାଅ, ନହେଲେ ହାଣି ଦେବି କହିଦଉଛି। ଆମକୁ ଫମ୍ପା ଧମକ ଦିଏ ନା। ଏ କଣ୍ଠସ୍ୱର ତ ଶୁଣିଲା ଶୁଣିଲା ଭଳିଆ ଲାଗୁଛି। ଆହା, ଏ କଣ୍ଠସ୍ୱର ଶୁଣିଲେ ଶୁଣିଲେ ଭଳି ଲାଗୁଛି। ସତ କୁହ ତେବେ କିଏ? ଏ ଇଲାକାରେ ଚହଲ ପକେଇଥିବା ଜଙ୍ଗଲ ଡାକୁ ମଙ୍ଗଲ ସିଂର ଝିଅ ମୁଁ। ଜଙ୍ଗଲ ଡାକୁ ମଙ୍ଗଲ ସିଂର ଝିଅ? ଏ ଝିଅ ତୋର ଏଇଠି କିଛି କାମ ନାହିଁ, ତୁ ଏଇଠୁ ପଳା। ଏଇ ତମେ ଆମକୁ ଛାଡ଼ି ଦିଅ, ତମେ ଯାହା ମାଗିବ ଆମେ ତାହା ଦେବୁ। ନାଇଁ ବହୁମା, ଏମାନଙ୍କୁ ଛାଡ଼ିବାର ଦରକାର ନାହିଁ। ଏମାନଙ୍କୁ ଜୀବନରେ ଶେଷ କରିବାକୁ ପଡ଼ିବ। ହଁ, ଶେଷ କରିବାକୁ ପଡ଼ିବ। ଏ ପାପୀମାନେ ହେଉଛନ୍ତି ତୋର ମଥାର ସିନ୍ଦୁରକୁ ବିଭାଗ କରିଛନ୍ତି, ତୋର ହସୁଥିବା ସୁନାର ସଂସାରକୁ ଛାରକାର କରିଛନ୍ତି। ତୋତେ ରାଜ୍ୟରୁ ତୋଡ଼ି ଦେଇ ଆଜି ସେମାନେ ରାଜ୍ୟର ଧନ ସମ୍ପତ୍ତି ଛଡ଼େଇ ନେଇଛନ୍ତି। ଆଉ ତୋ ଶ୍ୱଶୁର ଏ ରାଜ୍ୟର ରାଜା ସୁରେନ୍ଦ୍ର କେଶରୀଙ୍କୁ ଦାଣ୍ଡର ଭିକାରୀ ସଜେଇ ଦେଇଛନ୍ତି। ଏ ପାପୀମାନଙ୍କୁ କ'ଣ ଛାଡ଼ିଦେବୁ? ନାରେ ମା, ଏମାନେ ଯେମିତି କର୍ମ କରିଛନ୍ତି ତାଙ୍କ କର୍ମ ଫଳ ଭୋଗିବାକୁ ଦାୟୀ। ସେ ଯୁଗରେ ଦୁର୍ଗତି ନାଶିନୀ ଦୁର୍ଗା ଯେମିତି ମହିଷାସୁରକୁ ମର୍ଦ୍ଦନ କରିଥିଲେ, ଠିକ୍ ସେଇ ରୂପ ଧାରଣ କରି ଆଜି ଏ ପାପୀମାନଙ୍କୁ ଗୋଟିଏ ଗୋଟିଏ କରି ଜୀବନରୁ ହତ୍ୟା କରିଦେ ମା, ଜୀବନରୁ ହତ୍ୟା କରିଦେ। ହଁ, ଓ ଆଜି ମୋ ଭଣଜା ହେଲେ ବି ତୋତେ ବଞ୍ଚିବାକୁ ଦେବିନି। ଆଜି ମୁଁ ତୋତେ ମାରୁ ମାରୁ ଜୀବନରେ ମାରିଦେବି। ତୋତେ ମୁଁ କେମିତି ଶିକ୍ଷା ଦେଇଥିଲି? ମୋ ବଡ଼ ପୁଅର ସମ୍ମାନ ଦେଇ ମୋ ରାଜ୍ୟ ରଖିଥିଲି ନା। ତୁ ଗୋଟିଏ ମୋତେ କୂଟ ଚକ୍ରାନ୍ତ କରି ଆଜି ମୋତେ ଦାଣ୍ଡର ଭିକାରୀ ସଜାଇ ପାଇଁ ଆଉ ଏ ଅଲକ୍ଷଣୀ ପାଇଁ ଭୁଲ ଆମର ଭୁଲ ହେଇଯାଇଛି ମହାରାଜ। ଭୁଲ ଆମକୁ ଛାଡ଼ି ଦିଅ। ଭୁଲ ଏଇ ଅଲକ୍ଷଣୀ ପାଇଁ, ଏ ଅଲକ୍ଷଣୀ ପାଇଁ ମୁଁ ଏଇନ କାମ କଲି ମହାରାଜ। ଆମକୁ ଛାଡ଼ି ଦିଅ ମହାରାଜ, ଆମର ଭୁଲ ହେଇଯାଇଛି ମହାରାଜ। এই অলক্ষণী না মতে জোতারে পিটি বাহার করেছি। হইরে অলক্ষণী, তোতে টিকে বহুমা আউ দেখিবার সময় নাহি। হ্যাঁ, এই হচ্ছে ঠিক সময়। এটাকে জীবনের শেষ করে দে, জীবনের শেষ করে দে মা। ଆହୁରି ଏ ଅଲକ୍ଷଣୀ କାହିଁକି ତା ଜୀବନ ରଖିବ? ଏ ଅଲକ୍ଷଣୀ ଜୀବନ ମଧ୍ୟ ବି ବିନାଶ କରିବାକୁ ପଡ଼ିବ। ଏ କଲଙ୍କିନୀ ଯେତେ ସବୁ କରିଥିବା ରହସ୍ୟ ଆଜି ଗୋଟି ଗୋଟି କରି କୁହ। ସତ କହୁଛି ଭଉଣୀ, ସାଗର ବାବୁଙ୍କ କିଛି ଦୋଷ ନାହିଁ। ଆରେ କାହାର ଦୋଷ ଅଛି? ଚେହେରା ସୁନ୍ଦର ଅଛି ବୋଲି ହଁ, ସେ ଚେହେରାକୁ ବିକିବା ଲୋକ ସେଇ ଧନ୍ଦାବାଲି ମୁଁ ଅଞ୍ଜଳି। ଆଚ୍ଛା, ସେଇ ଚେହେରାରେ ତୁଫାନ ବାବୁଙ୍କୁ ଫସାଇଲି। ହଁ, ଶେଷରେ
शेषर राज्य में मते स्वप्न देखी